ଗୁରୁଙ୍କ ବାଣୀ ଥରେ ରାଜା ଓ ରାଣୀ ଦୁଇ ରାଜପୁତ୍ରଙ୍କୁ ସାଙ୍ଗରେ ଧରି ଗୁରୁଙ୍କ ଆଶ୍ରମରେ ପହଞ୍ଚିଲେ। ଗୁରୁଙ୍କ ହାତରେ ନିଜ ଦୁଇ ପୁତ୍ରଙ୍କୁ ସମର୍ପି ଦେଇ ରାଜା କହିଲେ, ଗୁରୁଦେବ, ମୋର ଏ ଦୁଇ ପୁଅ ଅତ୍ୟଧିକ ପ୍ରାଚୁର୍ଯ୍ୟ ଓ ସ୍ନେହ ହେତୁ ବିଗିଡ଼ି ଯାଇଛନ୍ତି। ଏମାନଙ୍କୁ ବାଟକୁ ଆଣିବା ସାଧ୍ୟାତୀତ ହେବାରୁ ମୁଁ ଆପଣଙ୍କ ପାଖକୁ ଆଣିଲି। ଆପଣ ସେମାନଙ୍କର ଦାୟିତ୍ୱ ନିଅନ୍ତୁ। ଗୁରୁ ରାଜାଙ୍କୁ ଆଶ୍ୱାସନା ଦେଲେ ଯେ ସେ ତାହା ସମ୍ପାଦନ କରିବେ। କିନ୍ତୁ ରାଣୀ ଆଶ୍ରମର ପରିବେଶକୁ ନେଇ ଚିନ୍ତିତ ଥିଲେ। କାରଣ ଆଶ୍ରମରେ ବିଭିନ୍ନ ବର୍ଗ ଓ ଜାତିର ପିଲାଏ ଏକାଠି ରହୁଥିଲେ। ରାଣୀ ଗୁରୁଙ୍କୁ କହିଲେ, ଏହା ଭଲ ଗୁରୁକୁଳର ଲକ୍ଷଣ ନୁହେଁ। ଆପଣ କେବଳ ଉଚ୍ଚ ବର୍ଣ୍ଣର ପିଲାମାନଙ୍କୁ ନିଜ ଆଶ୍ରମରେ ଶିକ୍ଷା ଦେବା ଦରକାର। କାରଣ ନିଚ ବର୍ଣ୍ଣର ଲୋକେ ଯେଉଁ କାମ କରନ୍ତି ସେଥିରେ ସେମାନେ ନିଜେ ଅପରିଚ୍ଛନ୍ନ ରହନ୍ତି। ସେମାନଙ୍କ ଦ୍ୱାରା ଅନ୍ୟମାନେ ଆକ୍ରାନ୍ତ ହେବାର ସମ୍ଭାବନା ଅଛି। ଗୁରୁ କହିଲେ, ଆପଣଙ୍କ ଦୁଇ ପୁଅ ଅବାଟରେ ଯାଉଛନ୍ତି ବୋଲି ସେମାନଙ୍କୁ ସୁଧାରିବାର ଦାୟିତ୍ୱ ମୋତେ ଦେଇଛନ୍ତି। ମୁଁ ସେମାନଙ୍କ ମନରୁ ଏବଂ ଆଚରଣରୁ ମଇଳା ବାହାର କଲେ ଯାଇ ସେମାନେ ପରିଷ୍କାର ହେବେ। କିନ୍ତୁ ତାହା କରି ସେମାନଙ୍କ ମନର ମଇଳା ଦ୍ୱାରା ମୋ ମନ ଅପରିଚ୍ଛନ୍ନ ହୋଇଯିବ କି? ଆପଣଙ୍କ ମନରେ ଯଦି ଏଭଳି ଭାବ ରହୁଛି ତେବେ କ୍ଷମା କରନ୍ତୁ, ମୁଁ ଆପଣଙ୍କ ପିଲାଙ୍କ ଦାୟିତ୍ୱ ନେବି ନାହିଁ। ଗୁରୁଙ୍କ ବାଣୀ ଦ୍ୱାରା ରାଣୀ ଲଜ୍ଜିତ ହେଲେ। ସନ୍ତାନମାନଙ୍କୁ ଉପଯୁକ୍ତ ଗୁରୁଙ୍କ ହାତରେ ସମର୍ପିଛନ୍ତି ବୋଲି ଜାଣି ଆଶ୍ୱସ୍ତ ମଧ୍ୟ ହେଲେ। ନିଶ୍ୱାସ କାହାକୁ ଅପେକ୍ଷା କରେନି, ଚାଲୁଥାଏ ନହେଲେ ଚାଲିଯାଏ। ଚାରେ ଚିନି କମାଇବାର ଲାଭ। ଦୈନନ୍ଦିନ ଚାରେ ଚିନିର ପରିମାଣ ହ୍ରାସ କରିବା ଏକ ବଡ଼ କଥା ନ ଲାଗିପାରେ, କିନ୍ତୁ ଏହା ଦ୍ୱାରା ଆମ ଶରୀରକୁ ଆଶାତୀତ ଲାଭ ମିଳିଥାଏ। ଚିନି ଛାଡ଼ିବାର ପ୍ରାରମ୍ଭିକ ଦିନଗୁଡ଼ିକ ଆହ୍ୱାନପୂର୍ଣ୍ଣ ହୋଇପାରେ। କାରଣ ଆମର ଜିହ୍ୱା ଓ ମସ୍ତିଷ୍କ ଚିନି ଦ୍ୱାରା ଶୀଘ୍ର ସନ୍ତୋଷରେ ଅଭ୍ୟସ୍ତ। ଚିନି ଛାଡ଼ିବା ପରେ ଆମେ ଚିନି ପାଇଁ ବ୍ୟାକୁଳ ହୋଇପାରନ୍ତି, ଶକ୍ତି ହ୍ରାସ ଅନୁଭବ କରିପାରନ୍ତି କିମ୍ବା ସାମାନ୍ୟ ମୁଣ୍ଡ ବିନ୍ଧା ଅନୁଭବ କରିପାରନ୍ତି। କାରଣ ଆମ ଶରୀର ପୂର୍ବରୁ ଅଭ୍ୟସ୍ତ ହୋଇପଡ଼ିଥିବା ଦ୍ରୁତ ଗ୍ଲୁକୋଜ ବୃଦ୍ଧିର ଅନୁପସ୍ଥିତି ସହ ଖାପ ଖୁଆଇବା ଆରମ୍ଭ କରିଥାଏ। ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ମାନଙ୍କ କହିବାନୁସାରେ ବିନା ଚିନିରେ ଚା ଅଭ୍ୟାସ କରିବାର ପ୍ରଥମ ସପ୍ତାହ ପରେ ଶରୀରର ରକ୍ତ ଶର୍କରା ସ୍ତର ସ୍ଥିର ହେବା ଆରମ୍ଭ କରେ। ବାରମ୍ବାର ଚିନି ମାତ୍ରାରେ ତୀବ୍ର ବୃଦ୍ଧି ବିହୁନେ ଆମର ଇନସୁଲିନ ସମ୍ବେଦନଶୀଳତା ଉନ୍ନତ ହୋଇଥାଏ, ଯାହା ଶରୀରକୁ ଅଧିକ ଦକ୍ଷତାର ସହ ଶକ୍ତି ବ୍ୟବହାର କରିବାକୁ ଅନୁମତି ଦିଏ। ଖାଇବା ପରେ କମ୍ ଆବେଗିକ ପରିବର୍ତ୍ତନ ଏବଂ କମ୍ ଥକ୍କାପଣ ଲକ୍ଷ୍ୟ କରାଯାଇପାରେ। ପ୍ରାୟ 2 ସପ୍ତାହ ପରେ ସ୍ୱାଦର ଭାବନା ପୁନଃସ୍ଥାପିତ ହେବା ଆରମ୍ଭ କରେ। ଚା, କ୍ଷୀର କିମ୍ବା ଫଳର ପ୍ରାକୃତିକ ମିଠା ଯଥେଷ୍ଟ ଶକ୍ତିଶାଳୀ ଅନୁଭବ ହେବା ଆରମ୍ଭ ହୁଏ। ମାସର ଶେଷ ସୁଦ୍ଧା ତଜ୍ଜନିତ ଲାଭଗୁଡ଼ିକ ଅଧିକ ଦୃଶ୍ୟମାନ ହୁଏ। ଚିନି ବିନା କ୍ୟାଲୋରି ଗ୍ରହଣ କମିଯିବାରୁ ବିଶେଷ କରି ଅଣ୍ଟା ପାଖରେ ଟିକିଏ ଓଜନ ହ୍ରାସ ମନେ ହେବ। ମଣିଷ ଜୀବନରେ ସ୍ନାନ କରିବା ବହୁତ ଜରୁରୀ ହୋଇଥାଏ, ଯାହାକି ଆମେ ବର୍ଷ ବର୍ଷ ଧରି କରି ଆସୁଛୁ। କାରଣ ପ୍ରତିଦିନ ସ୍ନାନ କରିବା ଦ୍ୱାରା ଶରୀର ସ୍ୱଚ୍ଛ ହେବା ସହ ମନ ମଧ୍ୟ ପ୍ରଫୁଲ୍ଲିତ ରହିଥାଏ। ପଢ଼ିବା ସମୟ ବେଳେ
ପାଠ ମଧ୍ୟରେ ବସିବା ଉଚିତ। ମନରେ ଏଣୁ ତେଣୁ ଚିନ୍ତା କରିବା ଅନୁଚିତ। କୌଣସି କଥା ଯଦି ମନ ମଧ୍ୟରେ ପଶେ ତାକୁ ଯଥାଶୀଘ୍ର ବାହାର କରିଦିଅନ୍ତୁ। ଜୟ ଶ୍ରୀ ଜଗନ୍ନାଥ।